ପାଞ୍ଚ ଦିନ ତଳେ ମାର୍କେଟରୁ ମୁଁ ଯାଇକି ଅଧା କିଲୋ ଆମ୍ବ ଆଣିଥିଲି, ଯେଉଁଟାକି ପୁରା ଖଟା ବାହାରିଲା। ତ ତାକୁ ଦେଖିକି ସମସ୍ତେ ନାକ ଟେକିଲେ। ତ ମୁଁ ଭାବିଲି ଏମିତି ତ ଖଟା ଆମ୍ବ ଖାଇ ହେବନି, ତ ତାକୁ ଆମେ କ'ଣ କରିବା। ତ ସେଇଥିପାଇଁ ଦେଖନ୍ତୁ, ମୁଁ ଏ ଯେଉଁ ସୁନ୍ଦରିଆ ଦେଖାଯାଉଛି ଆମ୍ବଟା, ଯେଉଁଟାକି ବହୁତ ପରିମାଣର ଖଟା ଥିଲା, ତାକୁ ମୁଁ ଭଲ ଭାବରେ କାଟିକି ତା'ର ପଲ୍ପ କାଢ଼ି ନେଲି। ଆକୁ ତ ଏମିତି ଖାଇ ହେଲାନି, ତ ତାକୁ କ'ଣ କଲି, ଗୋଟେ ବ୍ଲେଣ୍ଡିଂ ଜାର୍ରେ ସବୁଗୁଡ଼ା ଆମ୍ବ ପଲ୍ପକୁ ଦେଇଦେଲି। ତାପରେ ତାକୁ ମୁଁ ଭଲ ଭାବରେ ପୁରା ଫାଇନ୍ ପେଷ୍ଟ କରିନେଲି। ଏଇ ଦେଖନ୍ତୁ ପୁରା ସ୍ମୁଥ୍ ଦେଖାଯାଉଛି ନା, ପୁରା ଏମିତି ପେଷ୍ଟ କରିନେଲି। ଇଏ ବିଶ୍ୱାସ କରନ୍ତୁ ବହୁତ ଖଟା ଥିଲା, ଯେଉଁଟାକି ଏମିତି ଖାଇ ହେଉନଥିଲା। ତାପରେ ମୁଁ ଗୋଟିଏ ପ୍ୟାନ୍ରେ ପୁରା ସ୍ଲୋ ଜାଳରେ ବସାଇଦେଲି। ତାପରେ ମୁଁ ଟିକେ ସ୍ୱାଦ ଅନୁସାରେ ଲୁଣ ଓ ଟିକେ ଚିଲି ଫ୍ଲେକ୍ସ ଦେଇଦେଲି। ଏଇଠି ୟାକୁ ସ୍ଲୋ ଜାଳରେ ଟିକେ ଘଣ୍ଟା ଘଣ୍ଟି କଲି। ତାପରେ ମୁଁ ଗୋଟିଏ କପ୍ ଗୁଡ଼ ନେଇଥିଲି, ଆପଣ ଚାହିଁଲେ ଚିନି ବି ନେଇପାରିବେ। ତାପରେ ଗୁଡ଼ ନେଇକି ଟିକେ ହେଲ୍ଦି ହେଇଯିବ ବୋଲି ଟିକେ ଗୁଡ଼ ନେଇଗଲି। ତାପରେ ଆକୁ ଭଲ ଭାବରେ ମିଶାମିଶି କରିକି 5 ମିନିଟ୍ କୁକ୍ କଲି। 5 ମିନିଟ୍ ପରେ ଗୋଟିଏ ଥାଳିରେ ଟିକେ ଘିଅ ଦେଇକି ଭଲ ଭାବରେ ଗୋଳେଇ ଦେଲି। ତାପରେ ସେଇ ଯେଉଁ ବେଟରକୁ ବା ସେଇ ଆମ୍ବ ପଲ୍ପକୁ ସେଥିରେ ଦେଇକି ଭଲ ଭାବରେ ଚାରିଆଡ଼େ ଖେଳେଇ ଦେଲି। ଦେଖନ୍ତୁ ଏବେ ପର୍ଯ୍ୟନ୍ତ ବି ଧୂଆଁ ବାହାରୁଛି, ବଟ୍ ଆକୁ ଭଲ ଭାବରେ ଖେଳେଇଲା ପରେ ଆକୁ ନେଇକି ଖରାରେ 2-3 ଦିନ ଶୁଖେଇଲି, ଯଦ୍ୱାରା କି ଏ ଭଲ ଭାବରେ ଶୁଖିଗଲା। ତାପରେ ମୁଁ ଲାଷ୍ଟ ଦିନ ସୂର୍ଯ୍ୟ ଦେବତାଙ୍କୁ ଗୋଟେ ମସ୍ତ ଥ୍ୟାଙ୍କ ୟୁ କହିକି ଆଣିକି ତାକୁ ଭଲ ଭାବରେ ଚାକୁ ସାହାଯ୍ୟରେ ତା'ର ଏଡ୍ଜ ଗୁଡ଼ାକୁ ଖୋଲିଦେଲି। ଦେଖନ୍ତୁ କେତେ ଆରାମରେ ବାହାରି ଯାଉଛି। ଆକୁ ଭଲ ଭାବରେ କାଢ଼ିନେଲି। ଆକୁ ପୁଣି ମନ ପସନ୍ଦର ସେପ୍ ଓ ସାଇଜ୍ ଦେଇକି କାଟିନେଲି। ଯେଉଁମାନେ ଆକୁ ଦେଖିକି ନାକ ଟେକୁଥିଲେ, ସେମାନେ ଆକୁ ଝଟପଟ ଗୋଟିଏ 2 ଘଣ୍ଟାରେ ଖତମ ବି କରିଦେଲେ। ତ ଆପଣ ବି କରନ୍ତୁ, ଟ୍ରାଏ କରନ୍ତୁ ଏଇପରି ରେସିପି, ବହୁତ ହି ବଢ଼ିଆ ଲାଗିବ। ଓ ଯଦି ଚ୍ୟାନେଲରେ ନୂଆ ଅଛନ୍ତି ତାହେଲେ ନିଶ୍ଚୟ 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 ସବସ୍କ୍ରାଇବ୍ କରିବେ। ଦେଖନ୍ତୁ କେତେ ବଢ଼ିଆ ହେଇଛି ନା। ତ ଆପଣ ଡେଫିନେଟଲି ଟ୍ରାଏ କରନ୍ତୁ ଓ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରନ୍ତୁ। ବାଏ।